କୋଭିଡ ପରେ ଫେରୁଛି ଆଉ ଏକ ଲକଡାଉନ। ଆଇଏ କହିଲା, ଅନାବଶ୍ୟକୀୟ ଯାତ୍ରାରୁ ଦୂରେଇ ରହି ଘରୁ କାମ କରନ୍ତୁ। ଇରାନରେ ଯୁଦ୍ଧ କାରଣରୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଛି। ଏହି ବାଟ ଦେଇ ବିଶ୍ୱର ବହୁ ତୈଳ ଜାହାଜ ଯିବା ଆସିବା କରୁଥିଲା। ଏବେ ବନ୍ଦ ପରେ ତୈଳ ଦର ପ୍ରତି ବ୍ୟାରେଲ $112 ପହଞ୍ଚି ଯାଇଛି। ଆମେରିକାରେ ଗ୍ୟାସ୍ ଦାମ $5 ପ୍ରତି ଗ୍ୟାଲନ ହୋଇଯାଇଛି। ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି। ଟ୍ରାନ୍ସପୋର୍ଟର ଖର୍ଚ୍ଚ ବି ବଢିଯାଇଛି। ଦୋକାନରେ ସବୁ କିଛି ମହଙ୍ଗା ହେବାରେ ଲାଗିଛି। ଖାଦ୍ୟ ସୁରକ୍ଷା ମଧ୍ୟ ବିପଦରେ ରହିଛି, କାରଣ ସାର ହର୍ମୁଜରୁ ଆସିଥାଏ। କୃଷକ ଯଦି ସାର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବେ, ତେବେ ଖାଦ୍ୟପେୟ ଜିନିଷର ଦାମ ବି ମହଙ୍ଗା ହେବ। ୟୁନାଇଟେଡ୍ ଏୟାରଲାଇନ୍ସ ଚଳିତ ସପ୍ତାହରେ କେବଳ ଏହାର 5 ବିମାନ ଉଡାଣ ହ୍ରାସ କରିଛି। ଅନ୍ୟ ଦେଶରେ ଏୟାରଲାଇନ୍ସ ମଧ୍ୟ ବିମାନ ଚଳାଚଳ ହ୍ରାସ କରୁଛନ୍ତି। ସରକାର କହୁଛନ୍ତି, ବିନା କାରଣ ଯାତ୍ରା କମ୍ କର। ଆପଣଙ୍କର ବିମାନ ଯାତ୍ରା ଅଧିକ ମହଙ୍ଗା ଏବଂ କମ୍ ହେବ। କୋଭିଡ ସମୟରେ ମଧ୍ୟ ଏଭଳି ସମାନ କଥା କୁହାଯାଇଥିଲା। ବହୁ ଦେଶ ପୂର୍ବରୁ ବି ତୈଳ ବିତରଣକୁ ନିୟନ୍ତ୍ରଣ କରାଯାଉଛି। ଜାପାନରେ ଫୁଏଲ ରାସନିଂ ଲାଗୁ ହେବ। ଏନର୍ଜି ଭାଉଚର ବଣ୍ଟା ଯାଉଛି। ଦକ୍ଷିଣ କୋରିଆରେ ମଧ୍ୟ ରାସନିଂ ଚାଲିଛି। ବାଂଲାଦେଶ, ଫିଲିପାଇନ୍ସ ଓ ଶ୍ରୀଲଙ୍କାରେ ପେଟ୍ରୋଲ ପାଇଁ ଲମ୍ବା ଲାଇନ ଲାଗିଛି। ଅଷ୍ଟ୍ରେଲିଆ ସରକାର କହିଛନ୍ତି, ଅନାବଶ୍ୟକ ଯାତ୍ରା ହ୍ରାସ କରନ୍ତୁ। ଭାରତରେ 80 ତୈଳ ହର୍ମୁଜରୁ ଆସିଥାଏ। ପାକିସ୍ତାନ ପୂର୍ବରୁ ବି ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ତୈଳ ସଙ୍କଟ ଆହୁରି ଖରାପ ସ୍ଥିତି ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଆଇଏ 10 ପଏଣ୍ଟ ପ୍ଲାନ ଜାରି କରିଛି, ଯାହାର ନାଁ। ଏଥିରେ ସରକାରଙ୍କୁ କୁହାଯାଇଛି, ଲାଇସେନ୍ସ ପ୍ଲେଟ ଆଧାରରେ ଦିନ ଧାର୍ଯ୍ୟ କର। ଆଜି ଆପଣଙ୍କ ଗାଡି ଚାଲିପାରିବ, କାଲି ନୁହେଁ। ପ୍ରତି ହାଇୱେରେ ସ୍ପିଡ ଲିମିଟ କମ୍ କରନ୍ତୁ। ଯଥାସମ୍ଭବ କମ୍ ବିମାନ ଯାତ୍ରା କରନ୍ତୁ। ଗ୍ୟାସ୍ ଚୁଲା ବଦଳରେ ଇଲେକ୍ଟ୍ରିକ ଚୁଲା ବ୍ୟବହାର କରନ୍ତୁ। ଯଦି ପାରୁଛନ୍ତି ତେବେ ଘରୁ କାମ କରନ୍ତୁ। ଏହା କୌଣସି ପରାମର୍ଶ ନୁହେଁ, ବରଂ ସରକାରଙ୍କ ପାଇଁ ପ୍ରସ୍ତୁତ ଏକ ଯୋଜନା। ଏ କହିଛି, ଏହା କୋଭିଡ ସମୟରେ ଯେପରି ଉପଯୋଗୀ ଥିଲା, ଏବେ ଶକ୍ତି ସଙ୍କଟ ସମୟରେ ମଧ୍ୟ ଉପଯୋଗୀ ହେବ। ସରକାର ଏହାକୁ ଶକ୍ତି ସୁରକ୍ଷା ବୋଲି କହିହେବ, ଲକଡାଉନ ନୁହେଁ। କିନ୍ତୁ ଏହାର ପ୍ରଭାବ ସମାନ ହେବ। ଆପଣ ଅନୁମତି ବିନା ଆପଣଙ୍କ ଘରୁ ବାହାରି ପାରିବେ ନାହିଁ। କୋଭିଡ ସମୟରେ ସରକାରମାନେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଥିଲେ। ଏବେ ଶକ୍ତି ସଙ୍କଟ ନାମରେ ସମାନ ଘଟଣା ଘଟୁଛି। ଜାପାନ, ଦକ୍ଷିଣ କୋରିଆ, ବାଂଲାଦେଶ ଏବଂ ଫିଲିପାଇନ୍ସ ପୂର୍ବରୁ ରାସନିଂ ଲାଗୁ କରିସାରିଛନ୍ତି। ଆମେରିକାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଇଛି। ବିମାନ କମ୍ପାନୀମାନେ ବିମାନ କମାଉଛନ୍ତି। ଏହା ଏବେ ଆରମ୍ଭ ହୋଇଛି। ଯଦି ତୈଳ ମୂଲ୍ୟ ଆହୁରି ବୃଦ୍ଧି ପାଏ, ପରିବହନ, ବିମାନ ଚଳାଚଳ ଏବଂ ଚାଷ ସବୁ ମହଙ୍ଗା ହୋଇଯିବ। ସରକାରଗୁଡ଼ିକ ଧୀରେ ଧୀରେ ରାସନିଂ ଏବଂ ସ୍ପିଡ ଲିମିଟ ଲାଗୁ କରିବେ। ଏର ଯୋଜନା ଅନେକ ଦେଶରେ କାର୍ଯ୍ୟକାରୀ ହେଉଛି। ଏହା ଏକ ସ୍ଥାୟୀ ବ୍ୟବସ୍ଥା ହୋଇପାରେ, ଏକ ଡିଜିଟାଲ ପରମିଟ୍ ସିଷ୍ଟମ, ଯାହା ଆପଣଙ୍କ ଯାନବାହନ, ଯାତ୍ରା ଏବଂ ଏପରିକି ଘରୋଇ ଉପକରଣଗୁଡ଼ିକୁ ନିୟନ୍ତ୍ରଣ କରିବ।